କଥାରେ ଅଛି ଆଜ୍ଞା ଆପେ ବଞ୍ଚିଲେ ବାପର ନାଁ। ଆପଣମାନେ ଯଦି ବି ଚିକେନ୍ ଖାଉଛନ୍ତି ତାହେଲେ ଏ ଭିଡିଓଟିକୁ ଆଜ୍ଞା ଆପଣମାନେ ଛାଡ଼ିକି ଯିବେ ନାହିଁ। କାହିଁକି ନା ଦେଖନ୍ତୁ ଏ ଭିଡିଓରେ ଆପଣମାନଙ୍କୁ ଏହିପରି ଜିନିଷ ଗୋଟେ ମୁଁ କହିବି କାହିଁକି ନା ବର୍ଷା ଋତୁ ଆସିଗଲାଣି। ବର୍ଷା ଋତୁରେ ଅନେକ ରୋଗ ଜୀବାଣୁ ସୃଷ୍ଟି ହୋଇଥାଏ। ଆପଣମାନେ ବି ଯଦି ଚିକେନ୍ ଖାଉଛନ୍ତି ତାହେଲେ ନିହାତି ଭାବରେ ଭିଡିଓକୁ ଦେଖନ୍ତୁ ଛାଡ଼ିକି କେବେ ବି ଯିବେ ନାହିଁ। ଆଉ ସାଙ୍ଗମାନଙ୍କ ନିକଟକୁ ଗାଁର ଗ୍ରୁପ୍ ଗୁଡ଼ାକରେ ଭିଡିଓଟିକୁ ଏବେ ହିଁ ଫଟାଫଟ ସେୟାର କରିଦିଅନ୍ତୁ। କାହିଁକି ନା ଦେଖନ୍ତୁ ଆଜ୍ଞା ଆପଣଙ୍କର ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଅଟେ। ସ୍ୱାସ୍ଥ୍ୟ ବିନା ଆପଣଙ୍କର ଯେତେ ଟଙ୍କା ରୋଜଗାର କରନ୍ତୁ ନା କାହିଁକି ଆପଣମାନେ ଆପଣଙ୍କ ପାଖରେ ମର୍ସିଡିଜ୍ ଅଛି, ବଡ଼ ବଡ଼ ଗାଡ଼ି ଅଛି, BMW ଅଛି, ଆ ପୋର୍ସେ ଅଛି, ବହୁତ ବଡ଼ ବଡ଼ କାର୍ ଆପଣମାନେ କିଣିଛନ୍ତି, ଭଲ କୋଠା, ବାଡ଼ି, ଫ୍ଲାଟ୍, ବଙ୍ଗଲୋ ଆପଣମାନେ ତିଆରି କରିଛନ୍ତି, ତାହାର କିଛି ବି ଆଜ୍ଞା ମୂଲ୍ୟ ନାହିଁ ଆପଣଙ୍କର ସ୍ୱାସ୍ଥ୍ୟ ଯଦି ଠିକ୍ ନାହିଁ। ତାକୁ ଭୋଗ କରିବ କିଏ ଆଜ୍ଞା? ଉପଭୋଗ କରିବ କିଏ? ଆପଣଙ୍କର ଯଦି ସ୍ୱାସ୍ଥ୍ୟ ଠିକ୍ ନ ରହିବ ତାକୁ ଉପଭୋଗ କରିବ କିଏ? ତେଣୁକରି ଭିଡ଼ିଓଟିକୁ ନିହାତି ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଆପଣମାନେ ଚିକେନ୍ ଖାଉଛନ୍ତି, ସାବଧାନ ସତର୍କ ହୋଇଯାଆନ୍ତୁ। ଆଉ ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଦେଖନ୍ତୁ ଆପଣମାନେ ଜାଣିପାରିବେ। ଆଉ ଆଜ୍ଞା ଗୋଟେ କଥା କହିବା ପାଇଁ ଚାହିଁବି, ଆପଣମାନେ ବି ଯଦି ଆପଣଙ୍କର ହ୍ୱାଟ୍ସଆପ୍‌ରେ କିମ୍ବା ଆପଣଙ୍କର ଇନଷ୍ଟାରେ ଯଦି 20ରୁ 25 ଜଣ ଆପଣଙ୍କର ଷ୍ଟୋରି ଷ୍ଟାଟସ୍ ଦେଖୁଛନ୍ତି, ସେଇଥିରୁ ମଧ୍ୟ ଆପଣମାନେ ରୋଜଗାର କରିପାରିବେ କମ୍ପାନୀର ଏଇ ଯେଉଁ ବିଜ୍ଞାପନ ଭିଡ଼ିଓକୁ ଷ୍ଟୋରି ଷ୍ଟାଟସ୍‌ରେ ଲଗେଇକି। କେମିତି କ'ଣ ପ୍ରୋସେସ୍ ରହିଛି ମୁଁ ଡେସ୍କ୍ରିପସନ୍‌ରେ ଗୋଟେ ହ୍ୱାଟ୍ସଆପ୍ ଲିଙ୍କ୍ ଦେଇଛି, ସେଇଠି ଯାଇକି ଆପଣମାନେ ଯୋଗାଯୋଗ କରନ୍ତୁ। ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଦେଇଛି। ଆପଣମାନେ ସେଇଠି ଯାଇକି ଯୋଗାଯୋଗ କରନ୍ତୁ, ଆପଣମାନଙ୍କୁ ସମ୍ପୂର୍ଣ୍ଣ ଡିଟେଲ୍ସ ମିଳିଯିବ। ଚାଲନ୍ତୁ ଆମେ ଆରମ୍ଭ କରିବା ଭିଡ଼ିଓଟିକୁ। ଭିଡ଼ିଓ ଯଦି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ। ଆମରି ଚ୍ୟାନେଲ୍‌ରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ସବସ୍କ୍ରାଇବ୍ କରିଦେବେ। ଭଲ ଲାଗିଲେ କରିବେ, ନହେଲେ ମୁଁ ଆପଣମାନଙ୍କୁ ଜବରଦସ୍ତି କରୁନାହିଁ। ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଆପଣମାନେ ଜାଣିପାରିବେ ଯେ ଯଦି ଚିକେନ୍ ଖାଇଲେ ଅସୁବିଧା କ'ଣ ହୁଏ। ଆଜ୍ଞା ଦେଖନ୍ତୁ ମିଡ଼ିଆ ରିପୋର୍ଟ ଅନୁଯାୟୀ ଯେ ଆମର ଦେଶରେ ଜର୍ମାନୀରେ ହଉ କିମ୍ବା ଆମ ଦେଶ ହଉ, ବିଶ୍ୱର ଅନେକ ଦେଶରେ ସେଟା ଅଷ୍ଟ୍ରେଲିଆ ହଉ, ବାଂଲାଦେଶ ହଉ, ପାକିସ୍ତାନ ହଉ, ଦୁବାଇ ହଉ, ଯାହା ବି ହଉ। ତ ସେଇ ଦେଶ ଗୁଡ଼ାକରେ ପ୍ରଚୁର ପରିମାଣରେ ଆମକୁ ଯେଉଁ ଚିକେନ୍ ପ୍ରଦାନ କରାଯାଉଛି ବା ଚିକେନ୍ ବଣ୍ଟନ କରାଯାଉଛି, ଯୋଉଟାକି ଆମେମାନେ କିଣିକି ମଧ୍ୟ ଖାଇଥାଉ। ତ ସେଇଥିରୁ ଆମର ପ୍ରୋଟିନ୍‌ର ବଡ଼ ଉତ୍ସ ବୋଲିକି ତାକୁ ମନାଯାଉଛି। ତ ସେଇ ଜିନିଷଟାକୁ ସମସ୍ତେ ଖାଉଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପୋଲ୍ଟ୍ରି ଫାର୍ମ ଗୁଡ଼ିକରେ କୁକୁଡ଼ାମାନଙ୍କର ସଂଖ୍ୟା ବହୁ ପରିମାଣରେ ଆଜ୍ଞା ବୃଦ୍ଧି ପାଉଛି। କାହିଁକିନା ଲୋକ ସଂଖ୍ୟା ଯେହେତୁ ବହୁତ ବଢ଼ୁଛନ୍ତି, ତ ଖାଇବା ପାଇଁ ମଧ୍ୟ ଅଧିକ ନିହାତି ଦରକାର। ତେଣୁକରି ଅନେକ ଯେଉଁ ସଂଖ୍ୟା ବଢ଼ିବାରେ ଲାଗିଛି, ତ ଯାହା ଫଳରେ ଜୀବାଣୁମାନେ ମଧ୍ୟ ସେଇଠି ସୃଷ୍ଟି ହଉଛନ୍ତି। ଯୋଉଟାକି ଆପଣମାନଙ୍କୁ ନାଁ କୁହାଯାଉଛି କ୍ୟାମ୍ପିଲୋବ୍ୟାକ୍ଟର। କ୍ୟାମ୍ପିଲୋବ୍ୟାକ୍ଟର ନାମକ ଗୋଟେ ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବଢ଼ିବାରେ ଚାଲିଛି। ଯେତେବେଳେ ବର୍ଷା ଦିନରେ ଆପଣମାନେ କେତେବେଳେ ଫାର୍ମକୁ ଯାଇକି ଦେଖିବେ ଯେ କୁକୁଡ଼ାମାନଙ୍କୁ କେମିତି ପାଳନ କରାଯାଏ। ସେଇଠି ହଗୁଛି, ସେଇଠି ମୁତୁଛି, ସେଇଠି ସବୁ କରୁଛି, ସେଇଠି ଖାଉଛି, ସେଇଠି ଶୋଉଛି। ତ ଏଇ ଫଳରେ କ'ଣ ହଉଛି ନା ଆଜ୍ଞା, ଦେଖନ୍ତୁ କମ୍ ଦିନରେ ସେ ବଢ଼ିବ ବୋଲି ତାକୁ ଇଞ୍ଜେକ୍ସନ୍ ଦିଆଯାଏ। ଅନେକ ପ୍ରକାର ଦାନା ଦିଆଯାଏ, ଔଷଧ ଦିଆଯାଏ। ସେଥିପାଇଁ ସେ ଆଉ ହଲଚଲ ହେଇପାରେନି, ଇଆଡ଼େ ସିଆଡ଼େ ଯାଇପାରେନି ସେଇ କାରଣ ଯୋଗୁଁ। ତ ସେଇ ଜିନିଷଟାକୁ ଆମେମାନେ ସମସ୍ତେ ଖାଉଛେ। ତ ସେଇଟା ଅଧିକ ମାତ୍ରାରେ ହେବା ଦ୍ୱାରା କ'ଣ ହଉଛି ନା ଆଜ୍ଞା, ଯେପରି ମୁଁ କହିଲି କ୍ୟାମ୍ପିଲୋବ୍ୟାକ୍ଟର ନାମକ ଏକ ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବଢ଼ିବାରେ ଚାଲିଛି। ଯାହାଦ୍ୱାରା କି ବିଶ୍ୱରେ ଡାଇରିଆ ବା ଝାଡ଼ାବାନ୍ତି ରୋଗ ସୃଷ୍ଟି କରୁଥିବା ସବୁଠାରୁ ସାଧାରଣ ବ୍ୟାକ୍ଟେରିଆ ଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଉଛି। ଆପଣମାନଙ୍କୁ ଯେଉଁ ବର୍ଷା ଦିନରେ ଝାଡ଼ାବାନ୍ତି ହୁଏ, ପେଟ ବଥା ହୁଏ, ଏହି କାରଣ ଯୋଗୁଁ ଆଜ୍ଞା। ବୈଜ୍ଞାନିକମାନଙ୍କ କହିବା କଥା ଅନୁସାରେ ବୃହତ୍ ସ୍ତରରେ ହେଉଥିବା କୁକୁଡ଼ା ପାଳନ ପ୍ରକ୍ରିୟାରେ ଏହି ବ୍ୟାକ୍ଟେରିଆ ବୃଦ୍ଧି କରିବାର ସମ୍ଭାବନା ଅଧିକ ରହିଛି ବୋଲିକି କୁହାଯାଉଛି। ଯାହାଦ୍ୱାରା ମନୁଷ୍ୟଠାରେ ସଂକ୍ରମଣ ବିପଦର ମଧ୍ୟ ବୃଦ୍ଧି ପାଇପାରେ। ଦେଖନ୍ତୁ ଆପଣମାନେ ଯଦି ସେଇ ଜିନିଷଟାକୁ ଖାଉଛନ୍ତି, କେମିତି ଖାଉଛନ୍ତି ଆପଣମାନେ ଦେଖନ୍ତୁ। ଗବେଷଣାରୁ କ'ଣ ଜଣାପଡ଼ିଛି, କୁକୁଡ଼ାମାନଙ୍କର ସଂଖ୍ୟା ବୃଦ୍ଧି ଏବଂ ବ୍ୟାପକ ସ୍ତରରେ ପୋଲ୍ଟ୍ରି ଫାର୍ମ ରହିଥିବା ଏହି ବ୍ୟାକ୍ଟେରିଆମାନଙ୍କ ବିପଦ କ୍ରମାଗତ ଭାବେ ଲାଗି ରହିଛି ଏବଂ ଏହା କ୍ରମଶଃ ମନୁଷ୍ୟ ପର୍ଯ୍ୟନ୍ତ ପହଞ୍ଚି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି। ସୂଚନା ଅନୁସାରେ ଯଦି ଆପଣମାନେ ଦେଖନ୍ତୁ ଅଧା ସିଝିଥିବା ଚିକେନ୍ ଖାଉଛନ୍ତି କିମ୍ବା ଭଲ ଭାବରେ ସିଝି ନଥିବ ସେ ଚିକେନ୍‌କୁ ଖାଇ ଦେଉଛନ୍ତି। କିଛି ଭାଇମାନେ ଅଛନ୍ତି କଞ୍ଚା ଚିକେନ୍‌କୁ ଆଜ୍ଞା ଖାଇଦିଅନ୍ତି କିମ୍ବା ପୋଚ୍ ଖାଉଛନ୍ତି, ଅଣ୍ଡା ପୋଚ୍ ଖାଉଛନ୍ତି, ଅଧସିଝା ଜିନିଷକୁ ଖାଉଛନ୍ତି। ତ ସେଇଥିରେ କ'ଣ ହୁଏ, ଏଇ କ୍ୟାମ୍ପିଲୋବ୍ୟାକ୍ଟର ନାମକ ଏକ ବ୍ୟାକ୍ଟେରିଆ ସେଇଥିରେ ରହିଥାଏ, ଯୋଉଟାକି ମରିପାରେ ନାହିଁ। ସେଇଟା ଆପଣଙ୍କର ଶରୀରକୁ ଯେତେବେଳେ ପଶିଯିବ ଆଜ୍ଞା, ଏହିସବୁ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ଏହିପରି ଚିକେନ୍ ଜରିଆରେ ଯଦି କୌଣସି ବ୍ୟକ୍ତିର ଶରୀର ଭିତରକୁ ଏଇ କ୍ୟାମ୍ପିଲୋବ୍ୟାକ୍ଟର ବ୍ୟାକ୍ଟେରିଆ ପ୍ରବେଶ କରେ, ତେବେ ତାଙ୍କୁ ଡାଇରିଆ ହେଇଥାଏ, ପେଟ ଯନ୍ତ୍ରଣା ହୋଇଥାଏ ଆଜ୍ଞା।
ଅନ୍ତନଳୀ ସହିତ ଜଡ଼ିତ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଉ ଗୋଟେ IBS ପ୍ରୋବ୍ଲେମ୍ ହେଇଥାଏ, ଯୋଉଟାକି ଇରିଟେବଲ୍ ବୋୱେଲ୍ ସିଣ୍ଡ୍ରୋମ୍ ବୋଲିକି କୁହାଯାଉଛି। ସେଇଟା ହେଲେ ଆଜ୍ଞା ଟିକେ ଅସୁବିଧା ଆପଣମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁକରି ଆପଣମାନେ ଯଦି ବର୍ଷା ଦିନରେ ଚିକେନ୍ ଖାଉଛନ୍ତି, ତାହେଲେ ଭଲ ଭାବରେ ସିଝେଇକି ତାକୁ ଖାଆନ୍ତୁ, ଭଲ ଭାବରେ ରାନ୍ଧିକି ଖାଆନ୍ତୁ। ଯୋଉଟାକି ବୈଜ୍ଞାନିକମାନଙ୍କ କହିବା ଅନୁସାରେ ସେମାନେ ଚିନ୍ତା ପ୍ରକଟ କରୁଛନ୍ତି ଯେ କ୍ୟାମ୍ପିଲୋବ୍ୟାକ୍ଟର ବ୍ୟାକ୍ଟେରିଆ ଉପରେ ଆଣ୍ଟିବାୟୋଟିକ୍ ସଠିକ୍ ଭାବରେ କାମ କରୁନାହିଁ, ଯୋଉଟାକି ଚିନ୍ତାଜନକର କଥା। ସେଇଟା ଯଦି ଠିକ୍ ସେ କାମ କରୁନାହିଁ ଆଜ୍ଞା, ଏଇଟା ହିଁ ଅସୁବିଧା। ଆପଣମାନେ ଖାଇବେ, ରୋଗ ହେଇଯିବ, ପୁଣି ଡକ୍ଟର ଇଞ୍ଜେକ୍ସନ୍ ଦେବେ, ସେ ଇଞ୍ଜେକ୍ସନ୍ ଯଦି କାମ ନ ଦିଏ, ତାହେଲେ ସେଇଟା ହିଁ ବଡ଼ ଅସୁବିଧା ହେଇଯିବ। ତେଣୁକରି ଆପଣମାନେ ଟିକେ ସାବଧାନ, ସତର୍କତାର ସହିତ ଖିଆପିଆ କରନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ଼ ଅମୂଲ୍ୟ ସମ୍ପଦ। ମୋର କହିବାର ଥିଲା, ମୁଁ କହିଦେଲି ଆଜ୍ଞା। ଆପଣମାନେ ଯଦି ଦେଖନ୍ତୁ ହ୍ୱାଟ୍ସଆପ୍‌ରୁ ଆପଣଙ୍କର ଯଦି ଟଙ୍କା ରୋଜଗାର କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ହ୍ୱାଟ୍ସଆପ୍‌ରେ ଇନଷ୍ଟାରେ ଯଦି 20ରୁ 25 ଜଣ ଲୋକ ଟାଟସ୍ ଷ୍ଟୋରୀ ଦେଖୁଛନ୍ତି, ତାହେଲେ ସେଇଥିରୁ ମଧ୍ୟ ଆପଣମାନେ ରୋଜଗାର କରିପାରିବେ କମ୍ପାନୀର ବିଜ୍ଞାପନ ଭିଡ଼ିଓ, ଏଡ୍ ଭିଡ଼ିଓକୁ ଷ୍ଟାଟସ୍ ଷ୍ଟୋରୀରେ ଲଗେଇକି। ଡେସ୍କ୍ରିପ୍ସନ୍‌ରେ ମୁଁ ହ୍ୱାଟ୍ସଆପ୍‌ର ଲିଙ୍କ୍ ଦେଇଛି, ହ୍ୱାଟ୍ସଆପ୍ ନମ୍ବର ଦେଇଛି, ସେଇଠି ଯାଇକି କଣ୍ଟାକ୍ଟ କରନ୍ତୁ, ଆପଣମାନଙ୍କୁ ଡିଟେଲ୍ସ ମିଳିଯିବ। ପୁଣି ଦେଖା ହେବା ଆଉ ଏକ ସୁନ୍ଦର ଭିଡ଼ିଓରେ। ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।